ଦେଖିଲେ କ'ଣ କାମ ଚାଲିଛି। ଜୀବନରେ ଯେତେ ଭିଡ଼ିଓ ଅପଲୋଡ଼ କରିଥିଲି ଆଜି ବୋଧେ ସବୁଠୁ ଖୁସିର ମୁହୂର୍ତ୍ତର ଭିଡ଼ିଓ ମୁଁ ଆପଣମାନଙ୍କ ସହିତ ବାଣ୍ଟୁଛି। ସବୁଦିନ ପରି ଖରାବେଳେ ଶୋଇ ଉଠି ଟିକେ ଚାହା ପିଇ ଖବରକାଗଜ ପଢ଼ୁଥିଲି। ଗୋଟେ ଅଚିହ୍ନା ନମ୍ବରରୁ ଫୋନ୍ ଆସିଲା। ଆଉ ସିଏ ଥିଲେ କୋରିଅର ବାଲା, ଯିଏ ମୋତେ ପ୍ଲେ ବଟମ୍ ଆସୁଥିବାର ଖବର ଦେଲେ। ମୁଁ ତ କ'ଣ ପିଲାମାନେ ଟ୍ରାକ୍ କରି କହିଥିଲେ 24 ତାରିଖରେ ଆସିବ ବୋଲି, ତେଣୁ ମୁଁ ମୋଟେ ଭାବିନଥିଲି ଆଜି ହିଁ ପ୍ଲେ ବଟମ୍ ଆସିବ। ବୋହୂ ଦିହେଁ ଘରେ ଥିଲେ, ଛୁଆମାନେ ଥିଲେ, ସମସ୍ତଙ୍କୁ ଫୋନ୍ କରି ପକେଇଲି। ବୋଲେ ଆଲୋ ମା, ପ୍ଲେ ବଟମ୍ ଆସିବ। ପୁଣି କିଛି ସମୟ ପରେ ସେ ପୁଅ ଫୋନ୍ କଲେ, ଘର ପାଉନାହାନ୍ତି। ମୁଁ ୟାଙ୍କୁ କହିଲି ଦେଖିଲ ଟିକେ, କ'ଣ ସେ କ୍ଲବ୍ ଘର ପାଖେ ଠିଆ ହେଇଛନ୍ତି, ଘର ପାଉନାହାନ୍ତି, ହେଇପା ଫେରିଲେ। ସିଏ ଗଲେ ତାଙ୍କୁ ଆଣିବାକୁ, ବାଟ ଦେଖେଇବାକୁ। ସିଏ ଆସିବା ପୂର୍ବରୁ ହିଁ ଏ ପହଞ୍ଚିଗଲେ। ମୋ ପଛେ ପଛେ ମୋ ଜୀବନ ସରାଗର ଟିମ୍, ମୋ ନିଣ୍ଟୁ, ନିଣ୍ଟି, ସୁଲୁ। ସୁଲୁ ହିଁ ମୋତେ ପ୍ରଥମ ଥର ପାଇଁ କହିଥିଲା ପ୍ଲେ ବଟମ୍ କଥା। ଇଏ ବି ଆସିଲେ, ଆଉ ଇଏ ବି ଜାଣିଲେ। ସୁଲୁ ମୋତେ କହିଥିଲା, ବୋଉ ମୁଁ ସ୍ୱପ୍ନ ଦେଖିଛି ଆମର ପ୍ଲେ ବଟମ୍ ଆସିଛି। ମୁଁ ଆରେ ଧନ, ପ୍ଲେ ବଟମ୍ କ'ଣ ତ ମୁଁ ଜାଣିନି। ଏଇ ବର୍ଷ ଅଗଷ୍ଟକୁ ଆମର ଏଇ ଜୀବନ ସରାଗରେ ଯେଉଁ ଭିଡ଼ିଓ ପକାପକି କାମ ମୁଁ କରୁଛି ତାହା 2 ବର୍ଷ ପୂରିବ। 2 ବର୍ଷ ପୂର୍ବରୁ ବୋଧହୁଏ ମୁଁ ଜାଣିବି ନଥିଲି ପ୍ରକୃତରେ ୟୁଟ୍ୟୁବ୍ କ'ଣ। ପିଲାଦିନୁ ଲେଖାପଢ଼ା ପ୍ରତି ବହୁତ ଆଗ୍ରହ ଥିଲା। ଯେତେବେଳେ ବାହା ହେଇକି ଆସିଲି ସ୍ୱପ୍ନଟେ ଦେଖୁଥିଲି, ଭୁବନେଶ୍ୱର ପାଖରେ ବୋହୂ ହେଇକି ରହି ମୁଁ ବହୁତ ଲେଖାପଢ଼ା କରିବି। କିନ୍ତୁ ନା, ସମୟ ବହୁତ କିଛି ବଦଳେଇ ଦିଏ। ଏଠିକି ଆସିଲି ଗୋଟେ ଜଞ୍ଜାଳ ସଂସାର ଗଢ଼ିବାକୁ। ସେଇ ସଂସାର ଗଢ଼ୁ ଗଢ଼ୁ କେତେବେଳେ 35 ବର୍ଷ ବିତିଗଲା ଜାଣିପାରିଲିନି। 4 ପିଲା ବଡ଼ ହେଲେ, ବାହାତୋଳା ହେଲେ, ସମସ୍ତଙ୍କର ପିଲା ଗୋଟିଏ ଗୋଟିଏ ହେଲେ। ସାନ 2 ପୁଅ ଜବରଦସ୍ତ କଲେ ସବୁବେଳେ, ବୋଉ ତୁ ତ ପଛ ଜୀବନକୁ ଫେରିଯା, ଆଉ ଏ ଜଞ୍ଜାଳରେ ଘାଣ୍ଟି ହନା, ଏତେ ପରିଶ୍ରମ କରନା। ଯେଉଁଠି ଯେତେବେଳେ ଟିକେ କାମ କଲେ ସେମାନେ ମୋତେ ଗାଳି ଦିଅନ୍ତି, ତୁ କାହିଁକି ଏତେ କାମ କରୁଛୁ, ଏତେ କାମ ପୁରା କଲୁ, ଏବେ ଟିକେ ବସ୍। ହେଲେ କାମ କଲା ଲୋକ କ'ଣ ବସିପାରେ? ହେଇଠି ପରା ବଡ଼ ପୁଅକୁ ଫୋନ୍ କରିଦେଇଥିଲି ଯେ ସେ ନାତି ସାଙ୍ଗରେ ମିଠା ଧରି ଚାଲି ଆସିଛି। ଏଇ ତ ନାତି। ସମସ୍ତେ ଖୁସି, ସମସ୍ତଙ୍କ ଖୁସିର ସୀମା ନାହିଁ। ପ୍ଲେ ବଟମ୍ ଆସିଛି ପରା ୟୁଟ୍ୟୁବ୍ର, 1,00,000 ସବସ୍କ୍ରାଇବର ହେଇଗଲେ ଯେ ଆମର। ଏଇ ସବୁ ପାଇଛୁ ଆଜି ମୋର ଏଇ 1,00,000 ସବସ୍କ୍ରାଇବରଙ୍କ ପାଇଁ ତ। ଏ ଯେତେବେଳେ ଭିଡ଼ିଓ ଚ୍ୟାନେଲ୍ ଖୋଲିଲି ପ୍ରଥମେ କିଏ ସବସ୍କ୍ରାଇବ୍ କଲେ ମୁଁ ଜାଣିନି, କିନ୍ତୁ ସେ ନିଶ୍ଚୟ ଆମ ପରିବାର ସଦସ୍ୟ ହେଇଥିବେ। କାହିଁକି ନା ପ୍ରଥମେ ଯେତେବେଳେ ଖୋଲିଲା ଆଗେ ସବୁ ପିଲାମାନେ ମୋର ସବସ୍କ୍ରାଇବ୍ କରି ପକେଇଲେ। ତାପରେ ପୁଅମାନେ ତାଙ୍କ ସାଙ୍ଗସାଥି, ଝିଅ ତା ସାଙ୍ଗସାଥି, ବୋହୂ ଦିହେଁ ତ ବାପ ଘରକୁ ଯାଇକି ତାଙ୍କ ଗାଁରେ ଯେତେ ଚିହ୍ନା ସେମାନଙ୍କର ବି କରିଦେଇଥିଲେ। ଏମିତି ହେଇ ହେଇ 1,000 ପୁରିଗଲା। 1,000 ପୁରିଲା ପର୍ଯ୍ୟନ୍ତ ବି ମୁଁ ନିୟମିତ ଭିଡ଼ିଓ ପକାଉନଥିଲି। ତାପରେ ହଠାତ୍ ଆମର ପଖାଳ ଭିଡ଼ିଓ ଭାଇରାଲ ହେଇ 6,000 ହେଇଗଲା। ପିଲାମାନେ କହିଲେ, ବୋଉ ତୁ ନିୟମିତ ଭିଡ଼ିଓ ପକା। ତାପରେ ମୁଁ ଭିଡ଼ିଓ ପକେଇଲି। ଦେଖୁ ଦେଖୁ 70,000 ହେଲା। 70,000 ହେଇ ଟିକିଏ ରହିଯାଇଥିଲା। ତାପରେ ପୁଣି 1,00,000 ପୁରିଗଲା। ମୁଁ ଜାଣିନି ଆପଣମାନେ କିଏ ଆପଣଙ୍କର ଅନ୍ତରଙ୍ଗତା ଢାଳି ଦେଇ ସବସ୍କ୍ରାଇବ୍ କରିଛନ୍ତି। କେତେବେଳେ ହୁଏତ କିଏ ସବସ୍କ୍ରାଇବ୍ କରିଥିବେ, ପର ମୁହୂର୍ତ୍ତରେ ଆଉ ଦେଖିବାକୁ ଇଚ୍ଛା ହେଇନଥିବ। କିଏ ସବସ୍କ୍ରାଇବ୍ ନ କରିକି ବି ଦେଖୁଥିବେ। ଯାହା ବି ହଉ, ଆପଣମାନଙ୍କୁ ମୁଁ ଚିହ୍ନେ ନାହିଁ, ଜାଣେ ନାହିଁ, କିନ୍ତୁ ମୁଁ ଆପଣମାନଙ୍କ ସ୍ନେହରେ ବାନ୍ଧି ହେଇଯାଇଛି। ଏଇଟା ହିଁ ତ ତାରି ପ୍ରମାଣପତ୍ର। ସେଇଥିପାଇଁ ହିଁ ତ ମୋତେ ଖୁସି ଲାଗୁଛି। ସତରେ ମୁଁ 1,00,000 ଲୋକଙ୍କର ସ୍ନେହ ତ ସାଉଟି ପାରିଛି ମୋ ପରିବାର ସହିତ। ଆଉ ଏଇ ସ୍ନେହକୁ ପାଇବା ପାଇଁ ମୋ ପରିବାରର ସ୍ନେହ ହିଁ ମୋତେ ସାମର୍ଥ୍ୟ କରିଛି। ମୋ ପିଲାମାନଙ୍କର ଭଲ ପାଇବା, ସହଯୋଗ ନ ମିଳିଥିଲେ ମୁଁ କ'ଣ ଏଠି ପହଞ୍ଚି ପାରିଥାନ୍ତି? ସମସ୍ତେ ମୋତେ ସହଯୋଗ କରିଛନ୍ତି। କାହା ନାଁ କହିବି? ୟାଙ୍କର ସହଯୋଗ ଅଛି। କ୍ୟାପସନ୍ ଯେତେବେଳେ ମୁଁ ଠିକ୍ ସେ ବାଛି ପାରେନି ତାଙ୍କୁ କହେ, ଏଇ ଭିଡ଼ିଓଟା ପାଇଁ ମୁଁ ଗୋଟେ କ୍ୟାପସନ୍ ଭାବୁଛି, ଟିକେ କହିଦେଲ। ସେ କହିଦିଅନ୍ତି। ବଡ଼ ପୁଅ ବାହାରେ ଯାହା କାମ ପଡ଼ିଲେ ମୋତେ ଟିକେ ନେଇଯାଏ। ଆଉ ସେ ଜାଆଁଳା ପୁଅ ଦିହେଁ ତ ବେଶୀ ମୋ ସାଙ୍ଗେ ଗେଜ୍ ଗେଜ୍ ହୁଅନ୍ତି। ଶାଶ୍ୱତ ଆଉ ସଂଯୋଗ, ସେମାନେ ବହୁତ ପ୍ରେରଣା ଦିଅନ୍ତି। ଆଉ ବୋହୂ ଦିହେଁ ମୋର 2ଟା ହାତ ଭଳି, ସବୁବେଳେ ମୋର ବୋଲ ଯେମିତି ମୁଣ୍ଡର କଥା ହାତ ମାନିକିରି କାରବାର ହୁଏ, ସେମିତି ମୋ କଥା ମାନିକି ବୋହୂ ଦିହେଁ ଚଳୁଥାନ୍ତି। ମୋତେ ସବୁଥିରେ ସହଯୋଗ କରନ୍ତି। ଆଉ ନାତି ନାତୁଣୀକୁ ଭିଡ଼ିଓ କରିବା କଥା କହିଲେ ଆଗଭର ହେଇ ପଳେଇ ଆସନ୍ତି। ହଁ ବୋଉ, ଆଜି ଖରାବେଳେ ଶୋଇବାନି, ଏ ଭିଡ଼ିଓଟା କରିବା, ସେ ଭିଡ଼ିଓଟା କରିବା। କେତେବେଳେ ମଝିଆ ପୁଅ ସୁଟିଂ କରେ ତ, କେତେବେଳେ ସାନ ବୋହୂ ସୁଟିଂ କରେ। କେତେବେଳେ ଜୋଇଁ ବୁଲି ଆସିଥିଲେ କହନ୍ତି, ବୋଉ ଏବେ କାହିଁ ଭିଡ଼ିଓ ଛାଡ଼ୁନ,
ଆସ ବାରିଆଡ଼େ ଯିବା, ମୁଁ ତମର ଗୋଟେ ଭିଡ଼ିଓ କରିଦେବି। ନହେଲେ ଝିଅ ଫୋନ୍ କରି ପଚାରେ, ବୋଉ ତୋ ଦେହ ଭଲ ନାହିଁ କି, ମନ ଭଲ ନାହିଁ କି, କାହିଁକି ଭିଡ଼ିଓ ଛାଡ଼ିନୁ? ଏଇ ସ୍ନେହ ପୁଣି ଏତେ ଜଣଙ୍କଠୁ ମିଳିବ ମୁଁ କ'ଣ କେବେ ଭାବିଥିଲି? ଦେଖୁନାହାନ୍ତି, ଖାଲି ଫଟୋ ପରେ ଫଟୋ ଉଠା ଚାଲିଛି। ଏଇ ୟୁଟ୍ୟୁବର ଫଟୋ ତ ସବୁ, ମାନେ ଏଇ ଯେଉଁ ପ୍ଲେ ବଟମର ଫଟୋ ବିଷୟରେ ଆଉ କ'ଣ କହିବି? କହୁଛି ଆଜିର ଅନୁଭବ। ମୋର ଏଇ 60 ବର୍ଷର ଯାତ୍ରା, କୋଉଠି ଖସଡ଼ା, କୋଉଠି ଶୁଷ୍କ, କୋଉଠି ପୁଣି ଉଠାଣି, କୋଉଠି ଗଡ଼ାଣି, କେତେ ପ୍ରକାରର ଯାତ୍ରା। ଆଜି ବୋହୂମାନେ କହିଲେ, ଆମେ ଯେମିତି ଯେମିତି କହିବୁ ତମେ ସେମିତି ଫଟୋ ଉଠେଇବ ବୋଉ। ଗୋଟେ ଭିଡ଼ିଓ ଛାଡ଼ିବା ଆମ ୟୁଟ୍ୟୁବ ଚ୍ୟାନେଲରେ, ପୁଣି ଗୋଟେ ଛାଡ଼ିବା ଆମ ଇନଷ୍ଟାରେ। ମୋ ମନ ବି ଆଜି ବହୁତ ଖୁସି ଥିଲା। ମୁଁ କହିଲି ହଉ, ସବୁବେଳେ ମୁଁ କହେ ତମେ ଫଟୋ ଉଠାଅ, ଆଜି ତମେ କୁହ, ତମେ ଯେମିତି କହିବ ମୁଁ ସେମିତି ଫଟୋ ଉଠେଇବି। ସତରେ ଆଜି ମୋ ମନଟା ବହୁତ ଖୁସି ଥିଲା। ମୁଁ ଆଜି ପ୍ରକୃତରେ ମଝି ରଜ ଦିନର ଭିଡ଼ିଓ ପ୍ରସ୍ତୁତ କରିଥିଲି ଏଇ ସନ୍ଧ୍ୟାବେଳେ ଅପଲୋଡ଼ କରିବା ପାଇଁ। ସତରେ ମୁଁ କେବେ ଭାବିନଥିଲି ଆଜି ମୋର ୟୁଟ୍ୟୁବର ଏଇ ପ୍ଲେ ବଟମ୍ ଆସିବ। ପ୍ଲେ ବଟମ୍ ଆସିବା କଥା ଯେ ମୁଁ ଜାଣିନଥିଲି ସେ କଥା ନୁହେଁ, ବହୁତ କିଛି ପ୍ରୋସେସିଂ ତ କରିବାକୁ ପଡ଼େ। ଲକ୍ଷେ ପୁରୀ ଗଲା ପରେ ସେମାନଙ୍କଠୁ ଗୋଟେ ଚିଠି ଆସିଲା, ସେମାନେ କିଛି କାଗଜପତ୍ର କାମ ତାଙ୍କ ପାଇଁ କରିବାକୁ ପଡ଼ିଲା, କିଛି ଡାଟା ମାଗିଲେ, ସେସବୁ ପଠାଇବାକୁ ପଡ଼ିଲା, ତାପରେ ହିଁ ତ ଆସିଲା। ତେଣୁ ଜାଣିନି ବୋଲି କେମିତି କହିବି, କିନ୍ତୁ ଟ୍ରାକିଂରେ ଦେଖେଇଥିଲା 24 ତାରିଖ। ମୁଁ ଆଉ ପିଲାମାନଙ୍କୁ ବ୍ୟସ୍ତ ନ କରି ଭାବିଥିଲି 22 ତାରିଖ ହେଲେ ସେମାନଙ୍କୁ କହିବି ଟ୍ରାକ୍ କରିବାକୁ। ମୁଁ ତ ଏ ଟେକ୍ନିକାଲ କାମ ସବୁ କିଛି ଜାଣେନି, ଆପଣଙ୍କୁ ବହୁବାର କହିଛି, ତେଣୁ ମୁଁ କରିନଥିଲି। ଆଜି ଦେଖିଲା ବେଳକୁ ଅଚାନକ ପହଞ୍ଚିଗଲା। ହେଲେ ଏତେ ଆନନ୍ଦ ଲାଗିବ ମୁଁ ବି ଭାବିନଥିଲି। ଜୀବନରେ ସରକାରୀ ଚାକିରି କରିଛି, ପୁଣି ପ୍ରାଇଭେଟ ଚାକିରି କରିଛି, ଲେଖାଲେଖି କରିଛି, ପତ୍ରିକା ସମ୍ପାଦନା କରିଛି। ଏଇ ଜୀବନଟା ଗୋଟେ ବେଳେବେଳେ ଲାଗେ ବୈଚିତ୍ର୍ୟମୟ ଜୀବନ ମୋର। ପୁଣି ଏଇ ୟୁଟ୍ୟୁବ ଯାତ୍ରା, ଏ ପୁଣି କେତେ ଦୀର୍ଘ ମୁଁ ଜାଣିନି। କେତେ ଦିନ ମୁଁ ଆପଣମାନଙ୍କଠୁ ଏ ଭଲ ପାଇବା ପାଇବି ତା ବି ଜାଣିନି। ବା କେତେ ଦିନ ଏ ସଂସାରରେ ମୋର ଆୟୁ, ମୁଁ କେତେ ଦିନ ଭିଡ଼ିଓ କରିପାରିବି ତା ବି ଜାଣିନି। କିନ୍ତୁ ଆଜିର ଖୁସି, ଏ ଖୁସିର ଦାତା ଆପଣମାନେ। ମୁଁ ଚିହ୍ନିନି ଆପଣମାନଙ୍କୁ, କିଏ ବୟସ୍କ, କିଏ କମ୍ ବୟସ୍କ, କିଏ ମହିଳା, କିଏ ପୁରୁଷ, କିଏ ମୋଠୁ ଛୋଟ, କିଏ ମୋଠୁ ବଡ଼, କିଏ କେଉଁ ଗାଁର, କିଏ 7 ସମୁଦ୍ର 13 ନଈ ପାରିର, ତା ବି ମୁଁ ଜାଣିନି। କିନ୍ତୁ ସମସ୍ତେ ମୋତେ ନିଜର କରିଛନ୍ତି। ୟାଠୁ ବଡ଼ ଖୁସି ଆମ ପାଇଁ କ'ଣ ଥାଇପାରେ? ସତରେ ଆଜିର ଭିଡ଼ିଓ ପକେଇଲା ବେଳକୁ ମୁଁ ବହୁତ ଭାବପ୍ରବଣ ହେଇଯାଉଛି। ପିଲାମାନେ ଯେମିତି ଉଚ୍ଚାଟିତ ହେଇ ଖାଲି 1000 ପ୍ରକାର ଦେଖୁନାହାନ୍ତି, ସେ ଗୋଟେ ଗେଲ କରୁଛି, ଉଚ୍ଚାଟିତ ହେଉଛନ୍ତି। ମୁଁ ସେମିତି ଆଜି ଏ ଭିଡ଼ିଓର କଥା କହିଲା ବେଳକୁ ବହୁତ ଭାବପ୍ରବଣ ହେଇପଡ଼ୁଛି। ମୁଁ ତ ସ୍ନେହ କାଙ୍ଗାଳ ମଣିଷଟେ। ଆପଣମାନଙ୍କର ସ୍ନେହ ମୋତେ ସବୁଦିନ ଏମିତି ମିଳୁଥାଉ। ମୋ ପରିବାରର ସ୍ନେହ ସାଙ୍ଗରେ ଏତେ ବଡ଼ ପରିବାର ମୋତେ ଭଗବାନ ଦେଲେ, ଆପଣମାନେ ସ୍ନେହ ଦେଲେ, ସେଥିପାଇଁ ସମସ୍ତଙ୍କୁ ମୋର